କେବଳ ଦୁଇପଣ ଭଲ ଲୋକ ଭିନ୍ନ ଗ୍ରାମବାସୀ ଗୁହା ଆପଣାର କର୍ତ୍ତବ୍ୟ ବୁଝି ଆପେ ହାଜର ହୋଇଗଲେ। ଗ୍ରାମର ଲୋକ ହାଜର ନ ହେବାରୁ ଦାରୋଗା ଖପା ହୋଇ ବରକନ୍ଦାଜମାନଙ୍କୁ ଉଲ୍ଲୁ, ଗଧା, ବେବକୁଫ, ନାଲାଏକ ଇତ୍ୟାଦି ଇତ୍ୟାଦି ସମ୍ବୋଧନ କରିବାକୁ ଗ୍ରାମଯାକ ହୁରି ହାଲୋକ ପଡ଼ିଗଲା। ଗୁମାଗୁମ ମାଡ଼ ଆଉ କବାଟ ଭଙ୍ଗା। ସନ୍ନିପାତ ରୋଗୀ କତରା ଘୋଡ଼ି ହୋଇ ପଡ଼ି ଯମକୁ ଫାଙ୍କି ଦେଇ 2 ଦିନ ରହି ଯାଇପାରେ, ମାତ୍ର ପୁଲିସକୁ ଫାଙ୍କି ଦେବ କିଏ? ପୁରୁଷ ଲୋକଗୁଡ଼ାକ ସଳଖ ସଳଖ ଘରୁ ବାହାରି ଆସିଲେ। 2 ଦିନ ପର୍ଯ୍ୟନ୍ତ 32 ଜଣ ଗୁହାଙ୍କ ଜବାନବନ୍ଦୀ ଗ୍ରହଣ କରାଗଲା। ପ୍ରଥମ ଦିନରେ 2 ଜଣ ଚୌକିଦାର ହମରାଏ ଲାଶ ମାଇନା ସକାଶେ କଟକ ଚାଲାଣ ଦିଆଗଲା। ମୁନ୍ସି ସାହେବ ଜେଲଖାନା କଏଦୀଙ୍କ ତୟାରୀ 2.5 ଦିସ୍ତା ହରିତାଳି କାଗଜରେ ଜବାନବନ୍ଦୀ କଲମ ବନ୍ଦ କରି ପକାଇଲେ। ସେଥିରୁ କେତେକ ଜଣ ସାକ୍ଷୀଙ୍କ ଜବାନବନ୍ଦୀ ଏଠାରେ ପ୍ରକାଶ ହେଲା ଯେ 1 ନମ୍ବର ଗୁହା ତରଫ ସରକାର କୁମ୍ପୁନୀ ବାହାଦୁର। ମୋ ନାମ ଗୋବରା ଜେନା, ବାପର ନାମ ଗୁହିଆ ଜେନା, ମୁତଫା ଜାତିରେ ପାଣ, ବୟସ 45 ବର୍ଷ, ପେଶା ଗ୍ରାମରେ ଚୌକିଦାରୀ, ସା ଗୋବିନ୍ଦପୁର, ପ୍ର ବାଲୁବିଶ, ଜିଲେ କଟକ। ମୁଁ ମୌଜା ମଜକୁର ଚୌକିଆ। ରାତି ସାରା ଗ୍ରାମରେ ଠିଆ ପହରା ଦିଏ। ଗଲା ରାତିରେ ପହରା ଦେବା ସମୟରେ ଅଧରାତି ଅନ୍ଦାଜ ସାରିଆ ତନ୍ତି ଆଣି ମାରି ପକାଇଲା ବୋଲି ମଙ୍ଗରାଜଙ୍କ ବାଡ଼ି ପଛଆଡ଼େ ହୁରି ପକାଉଥାଏ। ମୁଁ ଶୁଣିଅଛି। ତାକୁ କେହି ବାଉଁଶ ବାଡ଼ିରେ ମାଇଲା ପରି ଜଣା ପଡ଼ୁଥାଏ। ସୁଆଲରେ ଜବାବ ଦେଲା, ନା, ମୁଁ ସେ ସମୟରେ ମଙ୍ଗରାଜଙ୍କୁ ଦେଖି ନାହିଁ। ପୁନର୍ବାର କହିଲା, ହଁ, ତାଙ୍କ ପାଟି ଶୁଣିଅଛି। ଏହି ଗାଈ ସାରିଆର। ଏହାର ନାମ ନେତ। ଆଜକୁ ମାସେ ହେଲା ମଙ୍ଗରାଜଙ୍କ ଅଗଣାରେ ବନ୍ଧା ହେବାର ଦେଖୁଅଛି। କିପରି ଏଠାକୁ ଆସିଲା ଜାଣେ ନାହିଁ। ପୁନର୍ବାର କହିଲା, ମଙ୍ଗରାଜେ ବାନ୍ଧି ଆଣିଛନ୍ତି। ଏ ବାଡ଼ି ସନ୍ତକ ଗୋବରା ଜେନାର ସହି। 2 ନମ୍ବର ଗୁହା ସନାରଣା ପ୍ରଥମେ ହାଜର ହୋଇ କୌଣସି କଥା ନ ଜାଣିଥିବାର ପ୍ରକାଶ କଲା। ଦାରୋଗା ସାହେବ ଭାରି ଖପା ହୋଇ ତାହାକୁ ଚାଟଶାଳୀ ବୁଲାଇ ଆଣିବା ସକାଶେ ହୁକୁମ ଦେବାରେ ସେ 2 ଜଣ ବରକନ୍ଦାଜ ହେପାଜତରେ ଅଧଘଣ୍ଟା ବାଦ ମୁକୁଳା ବାଳ, ଧୂଳିଆ ଦେହ, ପିଠି ହାତ ଗାଲରେ ମାଡ଼ର ଦାଗ ସହିତ ହାଜର ହୋଇ କହିଲା, ହଜୁର, ମୁଁ ସବୁ ସତ କହିବି। ମୋ ନାମ ସନାରଣା, ବାପର ନାମ ବନାରଣା, ଜାତି ମାଳି, ବୟସ 30, ପେଶା ଗ୍ରାମଦେବତୀଙ୍କ ପୂଜା ଆଉ ଚାଷ, ସା ଗୋବିନ୍ଦ, ପ୍ରା ବାଲୁବିଶ, ଜିଲ୍ଲା କଟକ। ମୁଁ ସାରିଆକୁ ଚିହ୍ନେ, କିପରି ମଲା ଜାଣେ ନାହିଁ। ଆଜକୁ ଅନ୍ଦାଜ ବରଷେ କି 1.5 ବରଷ ହେବ ସକାଳ ଓଳି ମଙ୍ଗରାଜେ ମୋତେ ଜଣେ ହଳିଆ ହାତରେ ଡକାଇ ତୋଟା ମଧ୍ୟରେ ମୋତେ ନିରୋଳାରେ କହିଲେ, ଦେଖ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାର୍ଯ୍ୟ କରିବୁ। ମୁଁ ଯାହା କହୁଛି ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି 2 ମାଣ ଚଷିବାକୁ ଦେବି, ଆଉ 2 ଟଙ୍କା ଖଜା ଖାଇବାକୁ ଦେବି। ମୁଁ ପଚାରିଲି, କ'ଣ କରିବି? ସାଆନ୍ତେ କହିଲେ, ଏହି ଯେ ଭଗିଆ ତନ୍ତୀ ଅଛି, ତା ମାଇପ ଯେ ସାରିଆ, ସେଟା ବାଞ୍ଝ। ପୁଅ ହେବା ପାଇଁ ପ୍ରତିଦିନ ବୁଢ଼ୀ ମଙ୍ଗଳାଙ୍କ ପାଖରେ ମୁଣ୍ଡିଆ ମାରେ। ତୁ ଯାଇ ତାକୁ କହିବୁ, ଠାକୁରାଣୀ ସ୍ୱପ୍ନରେ କହିଛନ୍ତି ତୁ ପୂଜା ଦେ। ଠାକୁରାଣୀ ତୋ ସାଙ୍ଗରେ ଆପେ କଥା କହିବେ, ଆଉ ତୋତେ ପୁଅ ଦେବେ। ମୁଁ ଯାଇ 2-3 ଥର ଭଗିଆକୁ ଆଉ ସାରିଆକୁ ସାଆନ୍ତଙ୍କ କହିବା ମାଫିକେ କହିଲି। ସେମାନେ ଭଲ କରି ଶୁଣିଲେ, ମାତ୍ର କିଛି ଜବାବ ଦେଲେ ନାହିଁ। ଦିନେ ଉପର ଓଳି ଭଗିଆ ମୋତେ ତା ଦୁଆରକୁ ଡାକି ଘେନିଗଲା। କିପରି ପୂଜା ହେବ, କି ଦ୍ରବ୍ୟ ଲୋଡ଼ା, କେତେ ଖରଚ ହେବ, ସବୁ କଥା ପଚାରିଲା। ମୁଁ ତାକୁ ସବୁ ବୁଝାଇ ଦେଲି। ପୂଜା ଦ୍ରବ୍ୟ କିଣିବା ସକାଶେ ତା ପାଖରୁ 10 ଅଣା 2 ପାହି ପଇସା ଆଣିଲି। ଦିନେ ଶନିବାର ସଞ୍ଜ ବାଦ ମୁଁ, ମଙ୍ଗରାଜେ ଆଉ ଜଗା ଭଣ୍ଡାରୀ କୋଡ଼ି ଧରି ଜଣେ ହଳିଆ 4 ଜଣ ମଙ୍ଗଳାଙ୍କ ନିକଟକୁ ଗଲୁ। ମଙ୍ଗରାଜ କହିବା ଅନୁସାରେ ଠାକୁରାଣୀଙ୍କ ଆସ୍ଥାନ ତଳୁ ପଛ ଦିଗକୁ ଗୋଟାଏ ବଡ଼ ଗାଡ଼ ଖୋଳା ହେଲା। ଗାଡ଼ ମଧ୍ୟରେ ଜଗା ଭଣ୍ଡାରୀ ଲୁଚି ରହିଲା। ଗାଡ଼ ମୁହଁ ତାଳପତ୍ରରେ ଲୁଚାଇ ଦିଆଗଲା। ମୁଁ ସକାଳୁ ଖବର ଦେଇ ସାରିଆ ଆଉ ଭଗିଆକୁ ଓପାସ ରଖାଇଥିଲି। ଅଧରାତି ବେଳେ ଗ୍ରାମ ନିଶୋର ହେବାରେ ସେମାନଙ୍କୁ ଡାକି ଆଣି ପୂଜା କଲି। ଭୋଗ ଲଗାଇ ଠାକୁରାଣୀଙ୍କୁ ଅନେକ ଜଣାଣ କଲି। ମୋ କହିବା ଅନୁସାରେ ସାରିଆ ଏବଂ ଭଗିଆ ବେକରେ ଲୁଗା ପକାଇ ମୁହଁ ମାଡ଼ି ଠାକୁରାଣୀଙ୍କ ଆଗରେ ଧାରଣା ପଡ଼ିଥାନ୍ତି। ମୁଁ ଆହୁରି ଜଣାଣ କରି କହିଲି, ମା ମଙ୍ଗଳା, ସାରିଆକୁ ଆପେ ବର ଦିଅ। ସେ ଅନେକ ଦିନ ହେଲା ତୁମର ସେବା କରୁଅଛି। ଅନେକ ଲୋକଙ୍କୁ ବର ଦେଲଣି, ଏମାନଙ୍କୁ ବର ଦିଅ। ଜଗା ଗାଡ଼ ଭିତରୁ ଜବାବ ଦେଲା, ଆଲୋ ସାରିଆ, ତୁ ଅନେକ ଦିନ ହେଲା ମୋର ପୂଜା କରୁଛୁ।
ପ୍ରତିଦିନ ଗାଧୋଇ ଯିବାବେଳେ ମୋତେ ଜୁହାର ହୋଇଯାଉ, ପାଣି ଚୁଳାଏ ଦଉ, ମୁଁ ସେ ପାଣି ପାଏ। ତତେ ବର ଦଉଛି, ତୋର 3 ଗୋଟି ପୁତ୍ର ହେବ, ଆଉ ତୋହର ଢେର ଟଙ୍କା ସୁନା ହେବ। ତୁ ମୋର ଦେଉଳ ତୋଳାଇ ଦେ। କାଲି ବଡ଼ି ସକାଳେ ଅଧୁଆ ମୁହଁରେ 2 ପ୍ରାଣୀ ତନ୍ତୀ ତୋଠକୁ ଆସିବ। ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ ତା ତଳେ ଖୋଳିବୁ। ଯାହା ପାଇବୁ ଘରେ ନେଇ ରଖିବୁ। ପ୍ରତିଦିନ ପୂଜା କରିବୁ। ତତେ ସେହିପରି ଥଳି ଥଳି ଦେବି। ମୋ ଆଜ୍ଞା ନ ମାନିଲେ ଭଗିଆ ବେକ ମୋଡ଼ିଦେବି। ସାରିଆ ଭଗିଆ 2 ଜଣ ଶୁଣି ଡରରେ ଥରୁଥାନ୍ତି। କିଛି କଥା କହିପାରିଲେ ନାହିଁ। ମୁଁ ପୂଜା ସାରି ସେମାନଙ୍କୁ କିଛି ଭୋଗ ଦେଇ ଘରେ ଛାଡ଼ି ଆସିଲି। ବାକି ଭୋଗକୁ ବାନ୍ଧିଲି। ମୁଁ ସେମାନଙ୍କୁ ଛାଡ଼ି ଆସିବା ବାଦ୍ ଜଗା ହସି ହସି ଗାଡ଼ରୁ ବାହାରି ଆସିଲା। ଆମେ 2 ଜଣ ଯାଇ ସାଆନ୍ତେ ଦେଇଥିବା ଗୋଟାଏ ମୋହର ତୋଟ ପାଖରେ ପୋତି ତାହା ଉପରେ ମନ୍ଦାର ଫୁଲ ଥୋଇ ଦେଇ ଘରକୁ ଗଲୁଁ। ତହିଁ ଆରଦିନ ମୁଁ ଭଗିଆ ଦୁଆରକୁ ଯାଇଥିଲି। ମୋତେ ଦେଖି ସେ 2 ଜଣ କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲେ, ଆମେମାନେ ଦେଉଳ କିପରି ତୋଳାଇବୁ ବୁଦ୍ଧି କହିଦିଅ। ମୋ କହିବା ଅନୁସାରେ ତାହାର ଜମି 6 ମାଣ 8 ଗୁଣ୍ଠ ମଙ୍ଗରାଜଙ୍କ ପାଖରେ ବନ୍ଧକ ଦେଇ ଟଙ୍କା ନେଲେ। ସରକାରରୁ ଜମାଦାର ଆସି ଭଗିଆ ଘର ଭାଙ୍ଗିଲେ। ମଙ୍ଗରାଜଙ୍କ ହଳିଆମାନେ ଘର ଭାଙ୍ଗିଲେ। ଜମାଦାର ଛିଡ଼ା ହୋଇଥାଏ। ତାହାର ସବୁ ଜିନିଷ ବୋହି ଘେନିଗଲେ। ଘର ଭଙ୍ଗାଗଲା। 3 ଦିନ ଠାରୁ ଭଗିଆ ବାୟା ହୋଇ ଗାଁରେ ବୁଲୁଅଛି। ସାରିଆ 7-8 ଦିନ ହେଲା ମଙ୍ଗରାଜଙ୍କ ବାଡ଼ି ଦୁଆରେ ବସି କାନ୍ଦୁଥିବାର ମୁଁ ଶୁଣିଅଛି। ସୁଆଲରେ ଜବାବ ଦେଲା, ମଙ୍ଗରାଜ ଭଗିଆକୁ କେତେ ଟଙ୍କା ଦେଲେ ମୁଁ ଜାଣେ ନାହିଁ। କେବଳ ତମସୁକ ରେଜିଷ୍ଟ୍ରି କରିବା ସକାଶେ କଟକକୁ ଘେନି ଯାଇଥିବା ସମୟରେ ସାରିଆ ସକାଶେ ଖଣ୍ଡେ ଶାଢ଼ୀ କିଣି ଦେଇଥିଲେ ମୁଁ ଜାଣେ। ଦେଉଳ ତୋଳିବା ସକାଶେ 20 ଶଗଡ଼ ଅନ୍ଦାଜ ପଥର ମଙ୍ଗରାଜେ ମଙ୍ଗଳାଙ୍କ ନିକଟରେ ପକାଇଛନ୍ତି। ମଙ୍ଗରାଜେ ସେହିଦିନ ମୋତେ 4 ଅଣା ପଇସା ଦେଇଥିଲେ। ଆଉ କିଛି ଦେଇନାହାନ୍ତି। ମୁଁ ଡରରେ ମାଗେ ନାହିଁ। ମୁଁ ଆଉ କିଛି ଜାଣେ ନାହିଁ। ଦସ୍ତଖତ ସନାରଣା। 3 ନମ୍ବର ଗୁହା। ମୋ ନାମ ମରୁଆ। ବାପାର ନାମ ଲକ୍ଷ୍ମଣ ତିହାଡ଼େ। ଜାତି ବ୍ରାହ୍ମଣ। ବୟସ ଜଣାନାହିଁ। ସାଇ ହାଲ ଗୋବିନ୍ଦପୁର। ଜିଲ୍ଲା କଟକ। ସୁଆଲରେ ଜବାବ ଦେଲା, ସାରିଆ କି ରୋଗରେ ମଲା ମୋତେ ଜଣାନାହିଁ। ଆଜକୁ 8 ଦିନ ହେଲା ଆମ ବାଡ଼ି ଦୁଆରେ ବସିଥିଲା। ଦିନ ରାତି ଏକ ଜାଗାରେ ବସିଥାଏ। ଯାହାକୁ ଦେଖେ ଡକା ପାଡ଼େ, ମୋ 6 ମାଣ 8 ଗୁଣ୍ଠ, ମୋ 6 ମାଣ 8 ଗୁଣ୍ଠ, ମୋ ନେତ, ମୋ ନେତ, ଏତିକି କହି ଡକା ପାଡ଼ୁଥାଏ। ସାଆନ୍ତାଣୀକୁ ଦେଖିଲେ ଗୋଡ଼ ତଳେ ପଡ଼ି ରଡ଼େ, କାନ୍ଦେ। ସାଆନ୍ତାଣୀ ମଧ୍ୟ କାନ୍ଦନ୍ତି। ଚମ୍ପା ତାକୁ 3 ଥର ଛାଞ୍ଚୁଣି ମାରି ତଡ଼ିଦେଲା। ସେ ଗଲା ନାହିଁ। ସେ 8 ଦିନ ହେଲା କିଛି ଖାଇନାହିଁ। ସାଆନ୍ତାଣୀ ଆପଣା ଖାଇବା ଭାତ ଗଣ୍ଡେ କଦଳୀ ପତ୍ରରେ ତା ପାଖରେ ଥୋଇ ଦିଅନ୍ତି। ସେ ଖାଏ ନାହିଁ। ଭାତ କୁକୁର ନୋହିଲେ ଗାଈ ଖାଇଯାଏ। କେବେ କେବେ ସାଆନ୍ତାଣୀ ବସି କୁହା ବୋଲା କଲେ 2 ଗୁଣ୍ଡା ଗୁଣ୍ଡାଏ ଖାଏ। ସାଆନ୍ତାଣୀ ମଧ୍ୟ 7 ଦିନ ହେଲା ଖାଇନାହାନ୍ତି। ଖାଇବାକୁ କହିଲେ ସେ ଅଧିକ କାନ୍ଦନ୍ତି। ସେଥି ସକାଶେ ମୁଁ କିଛି କହେ ନାହିଁ। ସପ୍ତମୀ ଦିନ ଏକବାର ରାନ୍ଧି ବୁଢ଼ୀ ମଙ୍ଗଳାକୁ ଯାଉଥିଲେ। ସେତିକିବେଳେ ସାରିଆ ପାଟି କରିବାରୁ ହବିଷ ଭାତ ତା ପାଖରେ ବସାଇ ଦେଲେ। ସେତିକିବେଳୁ ସାଆନ୍ତାଣୀ ଘରକୁ ଆସି ଯେ ପଡ଼ିଅଛନ୍ତି ସେ ପଡ଼ିଛନ୍ତି। ଗଲା ଅଷ୍ଟମୀ ଦିନ ତାଙ୍କର କାଳ ହେଲା। ସୁଆଲରେ ଜବାବ ଦେଲା, ସାଆନ୍ତାଣୀଙ୍କର କି ବେମାରୀ ହୋଇଥିଲା ଜାଣିନାହିଁ। ସ୍ନାନ ପୂର୍ଣ୍ଣିମା 8 ଦିନ ଆଗରୁ ତାଙ୍କୁ ଅଳ୍ପ ଅଳ୍ପ ବେମାରୀ ଧରିଥିଲା। ସ୍ନାନ ପୂର୍ଣ୍ଣିମା ଦିନ ଚମ୍ପା କୁଆଡ଼େ ସୁଆରି ଚଢ଼ି ଯାଇଥିଲା। ହସି ହସି କ'ଣ କହିଲା। ସେହିଦିନୁ ସାଆନ୍ତାଣୀଙ୍କର ବେମାରୀ ପଡ଼ିଅଛି। ରାତିରେ କିଛି ଖାଆନ୍ତି ନାହିଁ। ଦିନବେଳେ ଖିଆ ମଧ୍ୟ ସେହିପରି। ସବୁବେଳେ କାନ୍ଦନ୍ତି। ସାରିଆ ଜମି ଛାଡ଼ିଦେବା ସକାଶେ ସାଆନ୍ତଙ୍କ ଗୋଡ଼ ତଳେ ପଡ଼ି ଢେର କହିଲେ। ସାଆନ୍ତେ ଶୁଣିଲେ ନାହିଁ। ଚମ୍ପା ଖପା ହେବାରୁ ସାଆନ୍ତାଣୀ ଆଉ କିଛି କହିଲେ ନାହିଁ। ଅନ୍ନ ଛାଡ଼ିଦେଲେ। ମୁକୁନ୍ଦା ବଇଦ ପାଖରୁ ତାଙ୍କ ବେମାରୀ ସକାଶେ ଔଷଧ ଆଣି ଦେଇଥିଲା। ସେ ଔଷଧ ଖାଇଲେ ନାହିଁ। ମୁଣ୍ଡରେ ମାରି ଥୋଇଦେଲେ। ସୁଆଲରେ ଜବାବ ଦେଲା, ମୁଁ ଆଜକୁ 10 ବରଷ ହେଲା ଏହି ଘରେ ଅଛି। ମୋ ବାପ ଘର ପୁରୀ ବ୍ରାହ୍ମଣ ଶାସନରେ ଥିଲା। ମୋ ସ୍ୱାମୀର ନାମ ନାଗନାଥ ତିହାଡ଼ି। ଶୁଣିଛି ବିଭାବେଳେ ମୋର 7 ବରଷ ବୟସ ହୋଇଥିଲା। ସ୍ୱାମୀର ବୟସ ହୋଇଥିଲା 3 କୋଡ଼ି 4 ବରଷ। ମୋ ସ୍ୱାମୀ ତାଙ୍କ ଜମି ଦେଇ ବିକି ମୋ ବାପକୁ 8 କୋଡ଼ି ଟଙ୍କା ଦେଇଥିଲେ। ବିଭାବେଳେ ମୋ ସ୍ୱାମୀର ଶ୍ୱାସ ବେମାରୀ ଥିଲା। ସେହି ବେମାରୀରେ ସେ ମଲେ। ମୋ ସ୍ୱାମୀ ଘରେ ଆଉ କେହି ନଥିଲେ। ନନା ଯାଇ ତାଙ୍କ ଜମିବାଡ଼ି ବିକି ମୋତେ ଘରକୁ ଘେନି ଆସିଲେ। ନନାଙ୍କ ଘରେ 5-7 ବରଷ ରହିଥିଲି।
ଗ୍ରାମରେ ଲଳିତା ଦାସ ବାବାଜୀ ଥିଲେ। ମୁଁ ତାଙ୍କ ପାଖକୁ ଚୈତନ୍ୟ ଚରିତାମୃତ ଶୁଣିବାକୁ ଯିବାରୁ ଭାଇମାନେ କଳି ଲଗାଇଲେ। ମୁଁ ବୃନ୍ଦାବନ ଯିବା ସକାଶେ ବାବାଜୀଙ୍କ ସାଙ୍ଗରେ ଦିନେ ରାତିରେ ପଳାଇ ଆସି କଟକ ତେଲେଙ୍ଗା ବଜାରରେ ଥିଲି। ସାଆନ୍ତ ମାମଲା କରିବା ସକାଶେ କଟକ ଯାଇଥିଲେ। ତାଙ୍କ ସାଙ୍ଗରେ ଆସି ଏଇ ଘରେ ଅଛି। ଏ ମୁଦିସନ୍ତକ ମରୁଆର ସହି। 4 ନମ୍ବର ଗୁହା। ମୋ ନାମ ବାଇଧର ମହାନ୍ତି। ବାପର ନାମ ଡମ୍ବରୁଧର ମହାନ୍ତି। ଜାତି କରଣ। ବୟସ 56 ବର୍ଷ। ସାହି କନକପୁର, ପ୍ରାୟ ଝଙ୍କଡ଼, ଜିଲ୍ଲା କଟକ। ଆଜକୁ 20 ବର୍ଷ ହେଲା ମୁଁ ଏଇ ଫତେପୁର ସରଷଣ୍ତ ତାଲୁକରେ ଗୁମାସ୍ତା ଅଛି। ପ୍ରଥମେ ମେଦିନୀପୁର କେରାମତ ଅଲି ଜମିଦାର ଥିଲେ। ବର୍ତ୍ତମାନ ଜମିଦାର ରାମଚନ୍ଦ୍ର ମଙ୍ଗରାଜେ କଟକ ସୂତ୍ରେ ଏହି ଜମିଦାରୀ ପାଇଅଛନ୍ତି। ଦାରୋଗା ଗୁହାଙ୍କୁ ଢେର ସୁଆଲ କଲେ। ଗୁହା ମଧ୍ୟ ଢେର ଜବାବ ଦେଲା। ସେ ସମସ୍ତ ଛାଡ଼ିଦେଇ ଆମ୍ଭେମାନେ ଗୁହା ଜବାବର ସାର ସାର କେତୋଟି ବାଛି ଲେଖୁଅଛୁଁ। ଗୁହାର ଜବାବ। ମଙ୍ଗରାଜେ ଘରୁ କିଛି ଟଙ୍କା ଦେଇ ଜମିଦାରୀ କିଣି ନାହାନ୍ତି। ଜମିଦାରୀ ଅସୁଲ ଟଙ୍କାରୁ କିଣିଛନ୍ତି। ମଙ୍ଗରାଜେ ପ୍ରଥମେ ବରଷ ଖଜଣା ଟଙ୍କା ଅସୁଲ କରିଦେଇ ଜମିଦାର ଦିଲଦାର ମିଆଁଙ୍କୁ ଦେଲେ। ଦୁସରା କିସ୍ତି ଟଙ୍କା ଅସୁଲ କରିଦେଇ ମେଦିନୀପୁର ଗଲେ। ମୁଁ ସାଙ୍ଗରେ ଗଲି। ଜମିଦାରଙ୍କୁ କହିଲେ, ପୁରୁଣା ଜମିଦାର ବାଘସିଂହ ବଂଶ ମିଳି ଲଗାଇବାରୁ ଖଜଣା ଅସୁଲ ହେଲା ନାହିଁ। କ'ଣ ହେବ? କାଲି ନାଟବନ୍ଦୀ। ମଙ୍ଗରାଜେ ତମସୁକ ଲେଖାଇ ନେଇ ଖଜଣା ଟଙ୍କା କରଜ ଦେଲେ। ଏଣେ ଜମିଦାର କରଜ ଆଣିଅଛନ୍ତି ବୋଲି ପ୍ରଜାମାନଙ୍କଠାରୁ କଳନ୍ତର ନିଅନ୍ତି। ପ୍ରତି କିସ୍ତିରେ ଏହିପରି ହୁଏ। ଶେଷଥର ମଙ୍ଗରାଜ ମୁସାହେବମାନଙ୍କୁ ଅନେକ ଲାଞ୍ଚ ଦେଇ ଅସୁଲ ସୁଧ 30,000 ଟଙ୍କାରେ ତମସୁକ ଲେଖାଇ ନେଲେ। ମୁସାହେବ ଦେଲୁ ମିଆଁ ନିଶାରେ ପଡ଼ିଥିବା ସମୟରେ ତମସୁକ ଦସ୍ତଖତ କରିଦେଲେ। ମଙ୍ଗରାଜେ ଆଉ ମେଦିନୀପୁର ନ ଯାଇ କଟକରେ ମାମଲା କରି ଜମିଦାରୀ ଦଖଲ କରିଗଲେ। ସୁଆଲରେ ଜବାବ ଦେଲା, ହଁ, ଭଗିଆ ତନ୍ତୀଠାରୁ 6 ମାଣ 8 ଗୁଣ୍ଠ ଜମି କଟକବାଲା କରି ନେଇଥିଲେ। କବଲାରେ 150 ଟଙ୍କା ଲେଖା ଅଛି। ତମସୁକ ଲେଖାଇ ମାମଲା ଖରଚ ଇତ୍ୟାଦି ସେଥିରେ କେତେ ଟଙ୍କା ଖରଚ ପଡ଼ିଅଛି ପାଞ୍ଜି ଦେଖିଲେ କହିବି।